ପିଲାମାନେ ଆସ ଆଜି ଆମେ ମାନବ ଚକ୍ଷୁ ଓ ଏହାର ବର୍ଣ୍ଣ ଜଗତ ବିଷୟରେ କିଛି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଯୋଉଟା କି ତମର ବିଗତ ବର୍ଷ ପରୀକ୍ଷାରେ ପଢି ସାରିଛି ଓ ଆଗକୁ ଯୋଉ ତମର ହାପିଏଲି ପରୀକ୍ଷା ଆସୁଛି କିମ୍ବା ତମର ଆନୁଆଲ ପରୀକ୍ଷା ଆସୁଛି ସେଥିରେ ଏଇ କୋଶ୍ଚିନ୍ ତମକୁ ନିଶ୍ଚିତ ଭାବରେ ଦେଖିବାକୁ ମିଳିବ। ତ ଯେତିକି କୋଶ୍ଚିନ୍ ମୁଁ ଆଜି ଆଲୋଚନା କରିବି ତାକୁ ତମେ ମାନେ ସବୁ ଭଲ ଭାବରେ ମନେ ରଖି ନବ। ତ ଆଉ ଡେରି ନକରି ଚାଲ କୋଶ୍ଚିନ୍ ଗୁଡ଼ିକୁ ଆଲୋଚନା କରିନେବା। ପ୍ରଥମ କୋଶ୍ଚିନ୍ ଦେଇଛି ଆଲୋକର କେଉଁପରି ଘଟଣା ଯୋଗୁଁ ନିର୍ମଳ ଆକାଶର ରଙ୍ଗ ନୀଳ ଦେଖାଯାଏ। ଆଲୋକର ଗୋଟେ ଘଟଣା ହେଉଛି ବିଚ୍ଛୁରଣ। ତ ଆଲୋକର ଏଇ ବିଚ୍ଛୁରଣ ପ୍ରକ୍ରିୟା ଯୋଗୁଁ ଆମର ଆକାଶ ନୀଳ ରଙ୍ଗର ଦେଖାଯାଏ। କୋଶ୍ଚିନ୍ ନମ୍ବର 2, ଚାଳିଶା ରୋଗର ପୀଡ଼ିତ ଯୋଉ ଯାହାକୁ ଚାଳିଶା ରୋଗ ହେଇଥିବ ସେ କୋଉ ଟାଇପର ଲେନ୍ସର ଚଷମା ବ୍ୟବହାର କରିବା ଉଚିତ। ଯାହାକୁ ଚାଳିଶା ହୋଇଥାଏ ସେମାନେ ଉତ୍ତଳ ଲେନ୍ସର ଚଷମାକୁ ବ୍ୟବହାର କରିବା ଉଚିତ। ଦେଖ ଆମର ତିନି ଗୋଟି ରହୁଛି, ଗୋଟେ ହଉଛି ସମୀପ ଦୃଷ୍ଟି ଦୋଷ, ଗୋଟେ ଦୂର ଦୃଷ୍ଟି ଦୋଷ, ଗୋଟେ ବକ୍ର ଦୃଷ୍ଟି ଦୋଷ ବା ଚାଳିଶା। ସମୀପ ଦୃଷ୍ଟି ଦୋଷ ହେଇଥିଲେ ତମେ ଅବତଳ ଲେନ୍ସ ବ୍ୟବହାର କରିବ, ଲେନ୍ସ ଯୁକ୍ତ ଚଷମା ବ୍ୟବହାର କରିବ। ଦୂର ଦୃଷ୍ଟି ହେଇଥିଲେ ଉତ୍ତଳ ଲେନ୍ସ ଯୁକ୍ତ ଚଷମା ବ୍ୟବହାର କରିବ। ଚାଳିଶା ହେଇଥିଲେ ଉତ୍ତର ଲେନ୍ସ ଯୁକ୍ତ ଚଷମା ବ୍ୟବହାର କରିବ। 3 ନମ୍ବର କୋଶ୍ଚିନ୍। 3 ନମ୍ବର କୋଶ୍ଚିନ୍ ଲକ୍ଷ୍ୟ କର, ଚକ୍ଷୁ ଲେନ୍ସର ଫୋକସର ଦୂରତା କମିଗଲେ କି ପ୍ରକାର ଦୋଷ ହୋଇଥାଏ। ଚକ୍ଷୁ ଲେନ୍ସ ଯେତେବେଳେ ଫୋକସର ଦୂରତା କମିଯାଏ ସେତେବେଳେ ଆମର ସମୀପ ଦୃଷ୍ଟି ଦୋଷ ହୋଇଥାଏ। ସମୀପ ଦୃଷ୍ଟି ଦୋଷ ହୋଇଥାଏ। ଆଉ ଚକ୍ଷୁ ଲେନ୍ସର ଯେତେବେଳେ ଫୋକସର ଦୂରତା ବଢିଯାଏ ସେତେବେଳେ ଦୂର ଦୃଷ୍ଟି ଦୋଷ ହୋଇଥାଏ। ଲକ୍ଷ୍ୟ କର, ଏଇଟା ଯଦି ଆମର ଚକ୍ଷୁ ହୁଏ ଦେନ୍ ଆମର ସର୍ବଦା କୋଉଠିକିନା ଆମର ପ୍ରତିବିମ୍ବ ସୃଷ୍ଟି ହୁଏ ମୁକୁରିକାରେ। ଏଇଠି ଅଛି ମୁକୁରିକା, ମୁକୁରିକାରେ ଆମର ପ୍ରତିବିମ୍ବ ସୃଷ୍ଟି ହେବା କଥା। ଯେତେବେଳେ ଫୋକସର ଦୂରତା, ଏଇଟା ଅଛି ଫୋକସର ଦୂରତା ଯେତେବେଳେ କମିଯିବ ତ ସେଠି ପ୍ରତିବିମ୍ବଟା ଆସିକି ଏଇ ଜାଗାରେ ସୃଷ୍ଟି ହବ। ତ ସେଟା ଫୋକସ ଦୂରତା କମିଗଲେ ସମୀପ ଦୃଷ୍ଟି ଦୋଷ ହବ। ଯେତେବେଳେ ଫୋକସର ଦୂରତା ବଢିଯାଏ ତ ଆମର ପ୍ରତିବିମ୍ବଟା ମୁକୁରିକାର ବାହାରେ ସୃଷ୍ଟି ହୁଏ। ତ ସେଟା ଆମକୁ କଣ ହୁଏ, ଦୂର ଦୃଷ୍ଟି ଦୋଷ ହୁଏ। ଦେନ୍ ନିମ୍ନଲିଖିତ କେଉଁ ଉକ୍ତିଟି କନିନିକା ପାଇଁ ପ୍ରଯୁଜ୍ୟ। ତ କନିନିକା ହଉଛି ଗୋଟେ କଣ ନା, କନିନିକା ହଉଛି ଗୋଟେ କଳା ମାଂସଳ ବସ୍ତୁ ଯୋଉଟା କି ଆମର ଏହା ସ୍ୱଚ୍ଛ ପଟଳ ପଛରେ ଥିବା କଳା ମାଂସର ବସ୍ତୁ। ଏହା ଆମର ସ୍ୱଚ୍ଛ ପଟଳର ପଛରେ ଅଛି ଆଉ ଦେଖିବାକୁ କଳା ମାଂସର ବସ୍ତୁ ଟାଇପର। ନେକ୍ସଟ କ୍ୱେଶ୍ଚିନ୍, ସମୀପ ଦୃଷ୍ଟି ସମ୍ପନ୍ନ ଏକ ବ୍ୟକ୍ତି 2 ମିଟର ଦୂରର ବାହାରେ କୌଣସି ବସ୍ତୁକୁ ପରିଷ୍କାର ଭାବରେ ଦେଖିପାରୁନାହିଁ। ଯଦି ସେ ଦୂର ବସ୍ତୁକୁ ପରିଷ୍କାର ଭାବରେ ଦେଖିପାରୁନାହିଁ ତାହେଲେ ତାକୁ ଆମକୁ କୋଉ ରୋଗ ହେଇଛି, ସମୀପ ଦୃଷ୍ଟି ଦୋଷ ହେଇଛି। ସମୀପ ଦୃଷ୍ଟି ଦୋଷ ହେଇଥିଲେ ସେ କୋଉ ଲେନ୍ସ ବ୍ୟବହାର କରୁଥିବ ନା ଅବତଳ ଲେନ୍ସ ବ୍ୟବହାର କରୁଥିବ। ଅବତଳ ଲେନ୍ସଟା ସଦାବେଳେ ଆମର ବିଯୁକ୍ତାତ୍ମକ ଚିହ୍ନରେ ପ୍ରକାଶ କରାଯାଏ। ଅବତଳ ଲେନ୍ସକୁ କୋଉ ଚିହ୍ନରେ ପ୍ରକାଶ କରାଯାଏ, ବିଯୁକ୍ତାତ୍ମକ ଚିହ୍ନରେ ପ୍ରକାଶ କରାଯାଏ। ତମେ ଏଇଠି ଗୋଟେ ଜିନିଷ ମନେ ରଖ, ସମୀପ ଦୃଷ୍ଟି ଦୋଷ ହେଇଥିଲେ ତମେ ମାଇନସ ପାୱାର ବିଶିଷ୍ଟ ଡାଏପ୍ଟର ବ୍ୟବହାର କରିବ। ଯେତେବେଳେ ଦୂର ଦୃଷ୍ଟି ଦୋଷ ହେଇଥିବ ତମେ ପ୍ଲସ ପାୱାର ବିଶିଷ୍ଟ ଡାଏପ୍ଟର ବ୍ୟବହାର କରାଯିବ। ଏତିକି ମନେ ରଖ। ଦେନ୍ ଚାଲ ଏଇ କ୍ୱେଶ୍ଚିନକୁ କରିବା। ସେ ଦେଇଛି କଣ ନା, ଫୋକସର ଦୂରତା ଦେଇଦେଇଛି ଏଫ ଦେଇଦେଇଛି କେତେ, -2 ମିଟର। ମାଇନସ କଣ ପାଇଁ ନେଲି ବୁଝିପାରିଲ ତ, ଏଇଟା ହଉଛି ସମୀପ ଦୃଷ୍ଟି ଦୋଷ। ତ ଅବତଳ ଲେନ୍ସ ବ୍ୟବହାର କରାଯିବ। ଅବତଳ ଲେନ୍ସରେ ଫୋକସର ଦୂରତା ମାଇନସ। ଦେନ୍ ଆମର ପି ପଚାରିଛି, ପି ଇକ୍ୱାଲ୍ସ ଟୁ କଣ ନା 1/f ମିଟର। ଏଠି ଏକକଟା କଣ ଲେଖାଯାଏ, ମିଟର। ତ ମିଟରରେ ଅଛି, କିଛି ଚେଞ୍ଜ କରିବାକୁ ପଡିବନି। ତ ଇକ୍ୱାଲ୍ସ ଟୁ 1/2, 1/2 -1/2 ହେଲା। ମାଇନସଟା କଣ ଭାବେ ଜାଣିପାରୁଛ ତ, -1/2। ଦେନ୍ -1/2 କୁ ଯଦି ଆମେ ଦଶମିକ ପ୍ରକାଶ କରିବା -0.50 ପାୱାର ଏକକ ଡାଏପ୍ଟର। ଆନ୍ସର -0.50 ଡାଏପ୍ଟର। ବୁଝିଲା। ପ୍ରିଜିମ୍ ମଧ୍ୟରେ ଆପତିତ ରଶ୍ମି ଓ ନିର୍ଗତ ରଶ୍ମି ମଧ୍ୟରେ ଥିବା କୋଣର ନାମ କଣ। ଯୋଉ ପ୍ରିଜିମ୍ ମଧ୍ୟରେ ଆମର ଆପତିତ ରଶ୍ମି ଓ ନିର୍ଗତ ରଶ୍ମିର ଯୋଉ କୋଣ ସୃଷ୍ଟି ହୁଏ ତାର ନାମ ହଉଛି ବିଚଳନ କୋଣ। ବୁଝିଲା ତ। ଦେଖ ଏଇ ପ୍ରିଜିମରେ ମଧ୍ୟ ଦେଖ, ପ୍ରିଜିମରେ ଏଇ ଯୋଉ ଆପତନ କୋଣ, ଏଇଟା ହଉଛି ଆପତନ କୋଣ ଆଉ ନିର୍ଗତ କୋଣ, ଏଇ ମଧ୍ୟରେ ଯୋଉ ସୃଷ୍ଟି ହୁଏ ତାକୁ କଣ କହନ୍ତି, ବିଚଳନ କୋଣ କହନ୍ତି। ଦେଖ ନେକ୍ସଟ କ୍ୱେଶ୍ଚିନ୍, ଆଲୋକ କେଉଁପରି ଘଟଣା ପାଇଁ ଆକାଶ ନୀଳ ଦେଖାଯାଏ। ଯେମିତି ଆମର ଆକାଶ ଲାଲ ଦେଖାଯାଏ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ପରେ, ସେମିତି ଆକାଶ ମଧ୍ୟ ନୀଳ ଦେଖାଯାଇଥାଏ। ତ ସେଇଟା ଯେମିତି ଥିଲା ବିଚ୍ଛୁରଣ, ଏଇଟା ମଧ୍ୟ ହବ ବିଚ୍ଛୁରଣ ପ୍ରକ୍ରିୟା ପାଇଁ। ମନେ ରଖ, ବିଚ୍ଛୁରଣ ପ୍ରକ୍ରିୟା ପାଇଁ ଆକାଶ ନୀଳ ଦେଖାଯାଏ। ବିଚ୍ଛୁରଣ ପ୍ରକ୍ରିୟା ପାଇଁ ଆକାଶ ରଙ୍ଗ ଆମର ସୂର୍ଯ୍ୟାସ୍ତ ସୂର୍ଯ୍ୟୋଦୟ ଭିତରେ କଣ ଦେଖାଯାଏ, ଲାଲ ଦେଖାଯାଏ। ତ 8 ନମ୍ବର କ୍ୱେଶ୍ଚିନ୍,
ଧଳା ଆଲୋକ ବାୟୁରେ ଏକ ଗ୍ଲାସ ଯୋଉ ପ୍ରିଜିମରେ ଆମେ ଯେତେବେଳେ ପ୍ରବେଶ କରେ କେଉଁ ବର୍ଣ୍ଣର ଆଲୋକ ଖୁବ୍ କମ୍ ପକାଏ? ଯେତେବେଳେ ଆମର ପ୍ରିଜିମ ମଧ୍ୟରେ ଧଳା ଆଲୋକ ପ୍ରବେଶ କରେ ସେତେବେଳେ ଆମର 7ଟି ବର୍ଣ୍ଣର ଆଲୋକ ରଙ୍ଗ ସୃଷ୍ଟି ହୋଇଥାଏ। ଗୋଟେ ହଉଛି ଏଇଟା ହଉଛି ରେଡ, ଏଇଟା ହଉଛି ଭାয়োଲେଟ, VIVG YO R। ସବୁଠୁ ଅଧିକ କମ୍ ବଙ୍କାଏ ହଉଛି ରେଡ କଲର ଟା ସବୁଠୁ କମ୍ ବଙ୍କାଇ ଥାଏ, ଆଉ ସବୁଠୁ ଆମର ବାଇଗଣୀ କଲର ଟା ଅଧିକ ବଙ୍କାଇ ଥାଏ। ତ କୋଶ୍ଚିନ୍ ପଚାରିଛି ସବୁଠୁ କୋଉ ରଙ୍ଗର ଆଲୋକଟା କମ୍ ବଙ୍କାଇ ଥାଏ? ଆନ୍ସର ହବ ଲାଲ। ନେକ୍ସଟ କ୍ୱେଶ୍ଚିନ୍, ଚକ୍ଷୁର ସ୍ୱଚ୍ଛ ପଟଳର ପଛରେ ଥିବା କଳା ମାଂସର ବସ୍ତୁକୁ କଣ କୁହାଯାଏ? ଏଇନା ଆଲୋଚନା କରିଥିଲେ। ଯେତିକି ବି କ୍ୱେଶ୍ଚିନ୍ ଅଛି ସବୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ତ ତାକୁ ଭଲ ଭାବରେ ସବୁ ପ୍ରାକ୍ଟିସ୍ କରିନିଅ। ଆଉ ଯଦି ଭିଡ଼ିଓଟି ଭଲ ଲାଗୁଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅ ଆଉ ଭିଡ଼ିଓକୁ ଗୋଟେ ଲାଇକ୍ କରିନିଅ। ତ କ୍ୱେଶ୍ଚିନ୍ ପୁଣି ପଚାରିଲା କଣ ନା ଚକ୍ଷୁର ସ୍ୱଚ୍ଛ ପଟଳ ପଛରେ ଥିବା କଳା ମାଂସଳ ବସ୍ତୁ କଣ କୁହାଯାଏ? ଏଇନା ଆଲୋଚନା କରିଥିଲେ। କଣ କୁହାଯାଏ? କନିନିକା କୁହାଯାଏ। କନିନିକା କୁହାଯାଏ। ଦେଖ, ଆଲୋକର କେଉଁ ଗୁଣ ଯୋଗୁ ଆଲୋକର ବର୍ଣ୍ଣ ନୀଳ ଦେଖାଯାଏ? ଆମର ଯୋଉ ଆକାଶର ବର୍ଣ୍ଣ ନୀଳ ଦେଖାଯାଏ। ଆଲୋକର କେଉଁ ଗୁଣ ଯୋଗୁ ଆକାଶର ବର୍ଣ୍ଣ ନୀଳ ଦେଖାଯାଏ? ଏଇନା ଆଲୋଚନା କରିଥିଲେ। କଣ ପାଇଁକା? ନା ବିଚ୍ଛୁରଣ ପାଇଁ। କଣ ପାଇଁ? ବିଚ୍ଛୁରଣ। ନେକ୍ସଟ କ୍ୱେଶ୍ଚିନ୍, ନିମ୍ନୋକ୍ତ କେଉଁ ଚିତ୍ରଟି ପ୍ରିଜିମର ଆଲୋକର ବିଚ୍ୟୁତିକୁ ଦର୍ଶାଉଛି? ଏଥିରୁ କୋଉଟା ପ୍ରିଜିମର? ଆମେ ଦେଖିବ ତମ ବହିରେ ଏଇ ଚିତ୍ରଟି ଅଛି, ମନେ ରଖିବ। ଆଲୋକ ଯେତେବେଳେ ପ୍ରିଜିମ ମଧ୍ୟରେ ପ୍ରବେଶ କଲେ ସେଠି ଏଠି ଆପତିତ ରଶ୍ମି, ଆପତନ କୋଣ ଆଉ ନିର୍ଗତ କୋଣ ସବୁ ସୃଷ୍ଟି କରେ। ଏଇଟା ହଉଛି ପ୍ରିଜିମର କୋଣ। ଏଠି ଡେଭିଏସନ ମଧ୍ୟ ସୃଷ୍ଟି ହୁଏ, ଯୋଉଟା ବିଚରଣ କୋଣ ସୃଷ୍ଟି ହୁଏ। ସେଇଟା ବି ତମେ ନଜର ରଖିବ। ନେକ୍ସଟ କ୍ୱେଶ୍ଚିନ୍, ଚକ୍ଷୁ ଲେନ୍ସ ଦ୍ୱାରା ସୃଷ୍ଟି ହେଉଥିବା ପ୍ରତିବିମ୍ବକୁ ପ୍ରକୃତି କିପରି ହୁଏ? ଯୋଉ ଚକ୍ଷୁ ଲେନ୍ସରେ ଆମର ଯୋଉ ପ୍ରତିବିମ୍ବ ସୃଷ୍ଟି ହୁଏ ସେ ପ୍ରତିବିମ୍ବଟା କେମିତି ହୋଇଥାଏ? ନା ଆମର ବାସ୍ତବ ଆଉ ଓଲଟା। ପ୍ରତିବିମ୍ବ କେମିତି ହୋଇଥାଏ? ବାସ୍ତବ ଓଲଟା, ଯାହାକୁ ସେଇ ଯୋଉ ବାସ୍ତବ ଓଲଟାର ପ୍ରତିଛବି କି ନେତ୍ରସ୍ନାୟୁ ନେଇକି ମସ୍ତିଷ୍କରେ ପହଞ୍ଚାଏ। ଦେନ୍ ମସ୍ତିଷ୍କ ତାକୁ କଣ କରେ? ଠିକ କରିକି ଆମକୁ ଦେଖିବାରେ ସାହାଯ୍ୟ କରେ। ଆମକୁ ଠିକ ମାନେ ଠିକଟା ଦେଖାଏ। 13 ନମ୍ବର କ୍ୱେଶ୍ଚିନ୍, କେଉଁଠି ଚକ୍ଷୁ ଲେନ୍ସର ଫୋକସ ଦୂରତା ପରିବର୍ତ୍ତନ ପାଇଁ ଦାୟୀ? ଯୋଉ ଚକ୍ଷୁ ଲେନ୍ସର ଫୋକସର ଦୂରତା ବଢେ କମେ ଏଥିପାଇଁ ଦାୟୀ ହେଉଛି ଆମର ସିଲିଆରି ମାଂସପେଶୀ। ଏଥିପାଇଁ ଦାୟୀ କିଏ? ସିଲିଆରି ମାଂସପେଶୀ। ନେକ୍ସଟ କ୍ୱେଶ୍ଚିନ୍, ଆଲୋକର କେଉଁ ଭୌତିକ ଗୁଣ ଯୋଗୁ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟଙ୍କର ଲାଲ ବର୍ଣ୍ଣ ଦେଖାଯାଏ? ଏଇନା କହିଥିଲି। ତ ଆଲୋକର ଏଇ କୋଉ ଗୁଣ ଯୋଗୁ? ନା ବିଚ୍ଛୁରଣ ଗୁଣ ଯୋଗୁ। ଆଲୋକର ବିଚ୍ଛୁରଣ ଗୁଣ ଯୋଗୁ ସୂର୍ଯ୍ୟାସ୍ତ ସୂର୍ଯ୍ୟୋଦୟ ସମୟରେ ଲାଲ କଲର ଦେଖାଯାଏ ଆଉ ଆକାଶ ନୀଳ ଦେଖାଯାଏ। ଏଇଟା ହଉଛି କଣ ପାଇଁ? ନା ବିଚ୍ଛୁରଣ ପାଇଁ। 15 ନମ୍ବର କ୍ୱେଶ୍ଚିନ୍, ବିପଦ ସଂକେତ ସୂଚାଇବା ଆଲୋକର ବର୍ଣ୍ଣ ଲାଲ ହୋଇଥାଏ କାରଣ? ମାନେ ଆମର ତ ବିପଦ ସମୟରେ ଆଲୋକର ବର୍ଣ୍ଣ ଲାଲ କଣ ପାଇଁ ଦେଖାଯାଏ? କଣ ପାଇଁ? ନା ଲାଲ କଲର ଟା ଆମର କଣ ହୁଏ? ନା କମ ବିଚ୍ଛୁରିତ ହୁଏ। ଲାଲ କଲର ଟା ଆମର କଣ ହୁଏ? କମ ବିଚ୍ଛୁରିତ ହୁଏ। ହେଲା, ଲାଲ କଲର ଟା ଆମର ସବୁଠୁ କମ ବିଚ୍ଛୁରିତ ହବ, ଆଉ ଲାଲ କଲରର ତରଙ୍ଗ ଟା ହଉଛି ସବୁଠୁ ଅଧିକ। ତେଣୁକରି ଯୋଉ କୁହୁଡି ପଡୁଛି ସେଇଥିରେ ମଧ୍ୟ ସେଟା ଦେଖାଯାଇଥାଏ। ନେକ୍ସଟ କ୍ୱେଶ୍ଚିନ୍, ନିର୍ମଳ ଆକାଶରେ ତାରା ଗୁଡିକ ରାତିରେ ଧବ ଧବ ହେବା ଆଲୋକର କେଉଁପରି ଘଟଣା? ଆକାଶରେ ଯୋଉ ତାରା ଗୁଡିକ ଅଛନ୍ତି ସେଟା ଧବ ଧବ ହୁଅନ୍ତି। ଏଇଟା କୋଉ ଘଟଣା ତାର? ନା ବାୟୁମଣ୍ଡଳୀୟ ପ୍ରତିସରଣ। ବୁଝିଲେ ତ? ତାରା ଗୁଡିକ ଯୋଉ ଧବ ଧବ ହଉଛନ୍ତି ସେଟା କଣ ପାଇଁ ହୁଏ? ନା ବାୟୁମଣ୍ଡଳୀୟ ପ୍ରତିସରଣ ଯୋଗୁ ହୋଇଥାଏ। ନେକ୍ସଟ କ୍ୱେଶ୍ଚିନ୍, ଆଲୋକର ବିଚ୍ଛୁରଣ ଅଧିକ ହେବା, ଆଲୋକର ବିଚ୍ଛୁରଣ ଏଇନା କହିଥିଲେ, ଯାହାର ଆଲୋକର ଯେଉଁ କଲର ଆଲୋକ ବିଚ୍ଛୁରଣ ଟା ଅଧିକ ତାହାର ତରଙ୍ଗର ଦୈର୍ଘ୍ୟ କମ ଥାଏ। ତାହାର ତରଙ୍ଗ ଦୈର୍ଘ୍ୟ କମ ଥାଏ, କମ ଥାଏ। ନେକ୍ସଟ କ୍ୱେଶ୍ଚିନ୍, ଚାଳିଶା ରୋଗରେ ପୀଡିତ ଥିବା ବ୍ୟକ୍ତି କେଉଁ ଲେନ୍ସ ଯୁକ୍ତ ଚଷମା ବ୍ୟବହାର କରିବ? ଚାଳିଶା ରୋଗରେ ଯୋଉ ରୋଗଟି ପୀଡିତ ଅଛି ସେ ଉତ୍ତଳ ଲେନ୍ସ ଯୁକ୍ତ ଚଷମା ବ୍ୟବହାର କରିବ। ନେକ୍ସଟ କ୍ୱେଶ୍ଚିନ୍, ଜଣେ ସୁସ୍ଥ ଓ ସ୍ୱାଭାବିକ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିର ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା? ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। 25 ସେଣ୍ଟିମିଟର। ଏକକଟା ସଦାବେଳେ ମନେ ରଖିବ। ପରୀକ୍ଷାରେ 25 ସମସ୍ତଙ୍କର ମନେ ରହିଯିବ 25, କିନ୍ତୁ ସେଣ୍ଟିମିଟର କି ମିଟର ସେଇଟା କନଫ୍ୟୁଜ ହବ। 25 ସେଣ୍ଟିମିଟର। 20 ନମ୍ବର କ୍ୱେଶ୍ଚିନ୍, ଚକ୍ଷୁ ଲେନ୍ସର ଫୋକସର ଦୂରତା ବଢିଗଲେ କି ପ୍ରକାର ଦୃଷ୍ଟି ଦୋଷ ହୋଇଥାଏ? କହିଥିଲି ଚକ୍ଷୁ ଲେନ୍ସର ଫୋକସର ଦୂରତା ଯଦି କମିବ ସମୀପ ଦୃଷ୍ଟି ଦୋଷ, ଯଦି ଫୋକସର ଦୂରତା ବଢିବ ଦୂର ଦୃଷ୍ଟି ଦୋଷ। ଚକ୍ଷୁ ଲେନ୍ସର ଫୋକସର ଦୂରତା କମିଗଲେ ସମୀପ ଦୃଷ୍ଟି ଦୋଷ। ଏଇନା ଆଲୋଚନା କଲେ ସାଙ୍ଗେ ସାଙ୍ଗେ। ଚକ୍ଷୁ ଲେନ୍ସର ଫୋକସର ଦୂରତା କମିଗଲେ ସମୀପ ଦୃଷ୍ଟି ଦୋଷ,
ଫୋକସର ଦୂରତା ବଢିଗଲେ ଦୂରଦୃଷ୍ଟି ଦୋଷ। ଆଉ 8ଟି କ୍ୱେଶ୍ଚିନ୍ ହେଲା ଆଲୋଚନା କରିନେବା। ଆଲୋକର କେଉଁପରି ଘଟଣା ଯୋଗୁଁ ନିର୍ମଳ ଆକାଶ ରଙ୍ଗ ନୀଳ ହୋଇଥାଏ? କଣ ପାଇଁ? ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ବିଚ୍ଛୁରଣ। ଆକାଶରେ ଇନ୍ଦ୍ରଧନୁ ସୃଷ୍ଟି ସହ ଆଲୋକର କେଉଁପରି ଘଟଣା ଗୁଡ଼ିକ ସମ୍ପର୍କିତ ନୁହେଁ? ଆମର ଯୋଉ ଇନ୍ଦ୍ରଧନୁ ପଡୁଛି ଏଥିରୁ ଇନ୍ଦ୍ରଧନୁରେ ହେଲେ କଣ ଦେଖାଯାଏ? ନା ପ୍ରତିଫଳନ ଦେଖାଯାଏ ଇନ୍ଦ୍ରଧନୁ। ପ୍ରତିଫଳନ ଦେଖାଯିବ, ପ୍ରତିସରଣ ଦେଖାଯିବ, ପ୍ରକୀର୍ଣ୍ଣ ଦେଖାଯିବ। ବିଚ୍ଛୁରଣଟା ଦେଖାଯିବ ନାହିଁ ଇନ୍ଦ୍ରଧନୁରେ, ମନେ ରଖ। ସମୀପ ଦୃଷ୍ଟିଦୋଷ ଥିବା ଜଣେ ବ୍ୟକ୍ତିର ଫୋକସର ଦୂରତା କେତେ? 20 ସେଣ୍ଟିମିଟର। ତେବେ ଏଫଟା କେତେ ହବ ଆମର? -20 ସେଣ୍ଟିମିଟର। ମନେ ରଖ, -20 ସେଣ୍ଟିମିଟର। କଣ ପଚାରିଛି? ପାୱାର ପଚାରିଛି। P ଇଜ ଇକ୍ୱାଲ ଟୁ 1/f ମିଟରରେ ଲେଖାଯାଏ। ତ କେତେ ହବ ତାହେଲେ? ନା ମାଇନସ କେତେ? ମାଇନସ ଆମର 1/20 20 ସେଣ୍ଟିମିଟର ମିଟର ପ୍ରକାଶ କଲେ 20/100। ତ 100ଟା ଉପରକୁ ଆସିବ ଭାରି କେତେ ହବ? 100/20 -100/20 କାଟିଦିଅ। କେତେ ହେଲା? -5। ପାୱାର ଏକକ ଡାଇପ୍ଟର -5D। ବୁଝିପାରିଲ? 5.0 ଦେଇଛି ତ -5D। କ୍ଲିୟର? ଦେନ୍ ନିମ୍ନୋକ୍ତ ମଧ୍ୟରୁ ଇନ୍ଦ୍ରଧନୁ ଦୃଷ୍ଟିରୁ ଆଲୋକର କେଉଁ କେଉଁ ପରିଘଟଣା ଘଟିଥାଏ? ଯେତେବେଳେ ଇନ୍ଦ୍ରଧନୁ ପଡେ ସେତେବେଳେ ଆମର କଣ ହୁଏ? ନା ପ୍ରତିଫଳନ ହୁଏ, ପ୍ରତିସରଣ ହୁଏ, ପ୍ରକୀର୍ଣ୍ଣନ ହୁଏ। ନେକ୍ସଟ କ୍ୱେଶ୍ଚିନ୍। ମାନବ ଚକ୍ଷୁର କେଉଁ ଅଂଶଟି ମିଞ୍ଜି ମିଞ୍ଜି ଆଲୋକରେ ବସ୍ତୁ ଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖିବାକୁ ସାହାଯ୍ୟ କରେ? ଆମର ମାନବ ଚକ୍ଷୁରେ ଅଛି କନିନିକା। ତ କନିନିକା କଣ କରେ? ଯୋଉ ମିଞ୍ଜି ମିଞ୍ଜି ଆଲୁଅରେ ଆମକୁ ଭଲ ଭାବରେ ଦେଖିବାକୁ ସାହାଯ୍ୟ କରିଥାଏ। ନେକ୍ସଟ କ୍ୱେଶ୍ଚିନ୍। ଗୋଟିଏ ବସ୍ତୁର ପ୍ରତିବିମ୍ବ ଚକ୍ଷୁର କେଉଁ ଅଂଶରେ ସୃଷ୍ଟି ହୁଏ? କହିଥିଲେ ନା ବସ୍ତୁର ପ୍ରତିବିମ୍ବ ସଦାବେଳେ ଆମର କୋଉଠି ସୃଷ୍ଟି ହବ? ମୁକୁରିକାରେ ସୃଷ୍ଟି ହବ। ବସ୍ତୁର ପ୍ରତିବିମ୍ବ କୋଉଠି ସୃଷ୍ଟି ହୁଏ? ମୁକୁରିକାରେ। ନେକ୍ସଟ କ୍ୱେଶ୍ଚିନ୍। ଧୂଆଁପୂର୍ଣ୍ଣ ଏକ କୋଠରୀ ମଧ୍ୟକୁ ଯଦି ଆମେ ଆଲୋକ ରଶ୍ମିକୁ ପ୍ରବେଶ କରେଇବା ତ ସୂର୍ଯ୍ୟାଲୋକର ଗତିପଥରେ ଆମକୁ ଯୋଉ ସ୍ପଷ୍ଟ ଭାବରେ ଯୋଉ ଧୂଳିକଣା ଦେଖାଯାଏ ସେଇଟା କୋଉ ସିଦ୍ଧାନ୍ତରେ ଯିବ? ନା ସେଟା ଯିବ ଟିଣ୍ଡାଲ ସିଦ୍ଧାନ୍ତ। ତ ଏଇ 25ଟି କ୍ୱେଶ୍ଚିନ୍ ଆଲୋଚନା କରିନେଲେ, ଏଇ 28ଟି କ୍ୱେଶ୍ଚିନ୍ ଆଲୋଚନା କରିନେଲେ ଆକୁ ଭଲ ଭାବରେ ପ୍ରାକ୍ଟିସ କରିନିଅ। ଏଇଟା ତମର ଆଗକୁ ଯୋଉ ପରୀକ୍ଷା ଆସୁଛି ସେଥିରେ ପଢିବାର ଅଧିକରୁ ଅଧିକ ଚାନ୍ସ ଅଛି। ତ ଭିଡ଼ିଓଟି ଯଦି ଭଲ ଲାଗୁଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରିନେବ, ଭିଡ଼ିଓକୁ ଲାଇକ୍ କରିନେବ। ରହୁଛି, ଧନ୍ୟବାଦ।